ଭଲ କରୁଛନ୍ତି ଆଉ ଓଡ଼ିଶାର ସେଇ ଡାଲମା କଣ କହିବେ? ଯାହା ଦଉଛନ୍ତି ଗଭର୍ଣ୍ଣମେଣ୍ଟ ଆମେ ଆଉ କଣ କରିପାରିବୁ। ନା ଆପଣ ନୂଆ ସରକାର ଆସିକି ସାଙ୍ଗେ ସାଙ୍ଗେ ଦେଲେ ବେସରକାର କାହିଁ ନା 2 ବର୍ଷ ହେଲେ ଆସିଲେ। ଆଗରୁ ସେ ବଜେଟ୍ ବନେଇବେ, ବଜେଟ୍ ବନେଇଲେ ହବ। ଆମ ହାତରେ କିଛି ଅଛି? ଆମେ ସରକାରକୁ ଦେଇପାରିବୁ ଭୋଟ, ସେ ଅନୁସାରେ ସେ ଯଦି କରିବେ ଭଲ କଥା, ନ କଲେ ଆଗକୁ ଆମେ ଭୋଟ ସେଇ ଅନୁସାରେ ଦବୁ। ଆପଣ ଚାହୁଁଛନ୍ତି ମାଛ ଭାତ ଭଲ? ନାଇଁ ସେଭଳିଆ କିଛି ଇଏ ନାହିଁ। ମାଗଣା ଜିନିଷ ବହୁତ ଖରାପ। ମାଗଣା ଆପଣ ଜିନିଷ ଟ୍ୟାକ୍ସ ଦଉଛନ୍ତି ନା କଣ? ଟ୍ୟାକ୍ସ ଦେଲେ ବି ଖାଇବା ନାହିଁ କି ମେଡିକାଲ ଏଜୁକେସନରେ ଖର୍ଚ୍ଚ କଲେ ଭଲ ହୁଅନ୍ତା। ଏଇ ରହୁଛି ଅଶୋକନଗର ପାଟି ଘରେ କଣ କହିବେ କାଲକାଟାରେ 5 ଟଙ୍କାରେ ମାଛ ଭାତ ଦଉଛନ୍ତି? ଦଉନ୍ତୁ, ଆମେ ଡାଲି ଭାତ ଖାଇବୁ। କାହିଁକି ଆମେ କଣ ମଣିଷ ନୁହଁ? ଆମର ଯୋଉଟା ଭଲ ଲାଗେ ସେଇଟା ଖାଇବୁ ନା ଆଉ। ସରକାର ଯଦି ମାଛ ଭାତ ଦେଲେ ଭଲ ଦଉନି ହବନି? ସରକାର, ଆମେ କଣ ଅଛି ଆମେ ସେଇଟା ଖାଇବୁ ନା? ଆମେ ଖାଉଛୁ ସେଇଟା ଆଇଁଷ ଖାଇବୁ। ଦେଖନ୍ତୁ, ପଶ୍ଚିମବଙ୍ଗାଳ ଭଳି ଆମ ଓଡ଼ିଶା ନାହିଁ। ଆମ ଓଡ଼ିଶା ହେଉଛି ଏକ କୃଷିଭିତ୍ତିକ ଜାତୀୟ ମାନେ ରାଜ୍ୟ। ତେଣୁ ଏଠି ଯେତିକି ଆମ ଗରିବ ମୂଲିଆ ଶ୍ରେଣୀର ଲୋକ ଅଛନ୍ତି, ଆଗରୁ ପୂର୍ବ ସରକାର କରିଦେଇଥିଲେ 5 ଟଙ୍କାର ଆହାର କେନ୍ଦ୍ର ଖୋଲି ଦେଇଥିଲେ, ସିଏ ବି ସଫିସିଏଣ୍ଟ ଚାଲିଛି। ମାଛ ଭାତ ଖାଇଲେ ବି ଲୋକ ବି ଆହୁରି ଖାଇବେ। ଲୋକ ଅଛନ୍ତି ଖାଇବା ପାଇଁ, କାହିଁକିନା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ ଏଇ ହୋଟେଲରେ 100, 150 ଟଙ୍କା, 200 ଟଙ୍କା ଦେଇ ଖାଇବା। ତେଣୁ ବହୁତ କଟିକିଆ ମୂଲିଆ ଭାଇମାନେ ଅଛନ୍ତି, ଯାହା ଖାଇଲେ ବି ଶାନ୍ତି ହେବେ। ହଁ, ନିହାତି ନିହାତି ବୃଦ୍ଧି ହବନି କେମିତି, ସବୁ ବୃଦ୍ଧି ହବ। କିନ୍ତୁ ଆମର ସବୁ ବୃଦ୍ଧି ହବା ଭିତରେ ଦେଖନ୍ତୁ ଆମ ପାରିଶ୍ରମିକଟା ବୃଦ୍ଧି ହଉନି। ହଉଛି କି ଆପଣ ଦେଖୁଛନ୍ତି? ଏଇଟା ଶୁଣନ୍ତୁ, ସମସ୍ତଙ୍କର ରାଜ୍ୟର ବଜେଟ୍ ଉପରେ ନିର୍ଭର କରେ। ଆମ ରାଜ୍ୟର ବଜେଟ୍ ମୁଁ ଭାବୁଛି ସେତିକି ନାହିଁ କଲା ଭଳିଆ। ଯେହେତୁ ଶୁଭେନ୍ଦୁ ଅଧିକାରୀ ଆସିଛନ୍ତି, ତାଙ୍କ ନୂଆ ନୂଆ ସେ ଯାହା କରୁଛନ୍ତି ଦେଖନ୍ତୁ। ସମସ୍ତେ ନୂଆ ନୂଆ କହିବେ, କିଛି କରିବେ। ହଁ, ନିହାତି କରନ୍ତୁ। ଆମେ ଆଜି ଏଠି ଆସିଛୁ ବୋଲି ଭୁବନେଶ୍ୱର ରାଲିକି ଆସିଛୁ ବୋଲି 11 ଦିନ ହେଲା ଆମେ ଖାଉଛୁ। ଏଠି ବି ଅନ୍ୟ ଲୋକ ବି ଅଛନ୍ତି, ବହୁତ ଖାଉଛନ୍ତି।